गान चलिया मैं दिखता निशानों। आज बहुत ही स्पेशल दिन कौन ना आज हूँ एप्रिल 16 आम बाघर होता जनवरी 16 तो आज की केत मास है आज की लबे दिन ହେଇଗଲା ମାନେ 3 ମାସ ହେଇଗଲା ଜଣା ପଡୁନି। ଆଜିର ଦିନରେ ଆମ ଘରେ ସମସ୍ତେ କାନ୍ଦୁଥିଲେ, ରାତି ସାରା ଶୋଇ ନଥିଲେ। ସେମାନେ ମୋ ସାନ ଝିଅ ତାଙ୍କର ବହୁତ ଭଲ ପାଆନ୍ତି। ଆଜି ଦିନ ସାରା ସେଇଥିପାଇଁ ମୋର ସବୁ କଥା ମନେ ପଡିଲା। ମୁଁ ଭାବୁଥିଲି ତୁ କେମିତି ଆସିବୁ କାହିଁକି ନା ଆମ କଥା ଆମେ ହିଁ ଜାଣିଛନ୍ତି କେମିତି କଣ୍ଡିସନରେ ଆମେ ଥିଲେ ଆଉ କଣ ଚାଲିଥିଲା କାହିଁକିନା ବହୁତ କଥା ଚାଲିଥିଲା କେମିତି ବାହାଘର ହବ କେମିତି ତୁ ଆସିବୁ ମୋ ପାଖକୁ। ସମସ୍ତଙ୍କର ସପୋର୍ଟ ରହିଥିଲା, ଭଲ ପାଇବା ରହିଥିଲା। ଆଉ ଆମେ 2 ଜଣ ଶପଥ କରିଥିଲୁ ଦିନେ ଆମେ କାହାକୁ କଷ୍ଟ ଦବନି। ସେଇଥିପାଇଁ ଏଠି ସମସ୍ତେ ଆମକୁ ଭଲ ପାଆନ୍ତି, ସମସ୍ତେ ସାହାଯ୍ୟ କରିଥିଲେ। ବହୁତ ଜଣ ଆମ ସପୋର୍ଟ କରିଥିଲେ ଯୋଉଥିପାଇଁ ବାହାଘର ବହୁତ ଭଲସେ ହେଲା ମାନେ ନର୍ମାଲି ସମସ୍ତଙ୍କ ମାଇଣ୍ଡରେ ଥାଏ ବହୁତ ଧୁମଧାମରେ ହେବା। ଧୁମଧାମ ଠାରୁ ବି ଆହୁରି ଧୁମଧାମରେ କାହିଁକି ହେଲା ନା ଆମ ବାହାଘର ମନ୍ଦିରରେ ହେଇଥିଲା। କୋଉଠି ନା ମା ବିରଜାଙ୍କ ମନ୍ଦିରରେ, ଯୋଉଟା କି ମୋର ବହୁତ ସ୍ୱପ୍ନ ଥିଲା। କଣ ପାଇଁ ସ୍ୱପ୍ନ ଥିଲା ବହୁତ ଆଗରୁ ମୁଁ ଭାବିଥିଲି ଆମର ଗୋଟେ କଣ ହବ ଆଉ ଆମ ଗାଁ ଲୋକ ଆମ ପାଖ ଲୋକ ଆମ ନିଜ ଲୋକ ଆସିବେ ମନ୍ଦିରକୁ ଆଉ ଖାଇବେ। ବଟ୍ ମୁଁ ଜାଣିନଥିଲି ସେଠି ଦିନେ ବାହାଘର ହବ ଆମର ଆଉ ଘର ଲୋକ ଗାଁ ଲୋକ ଆମ ଚିହ୍ନା ପରିଚୟ ଲୋକ ସମସ୍ତେ ଆସିବେ ଖାଇବେ। ତାଠୁ ଆମ ବାହାଘରରେ ସିଏ ଗୋଟେ ଅଲଗା ଫିଲିଙ୍ଗସ୍ ଥିଲା ସେଦିନ। ମୁଁ ମୋର ଘରେ ମୋର ସାନ ଝିଅ ଥିଲି, ଆଉ ମତେ ସମସ୍ତେ ଛୁଆ ଭଳିଆ ରଖିଥିଲେ, ବହୁତ ଭଲ ପାଉଥିଲେ। ଆଉ ଏଠି ବି ମୁଁ ଛୁଆ ଭଳିଆ ଅଛି, ସବୁବେଳେ ହସୁ। ଯେତେ ପରିସ୍ଥିତି ଆସିଲେ ଆମେ କଥା ଦେଇଥିଲୁ 2 ଜଣ ହସିବୁ। ଆମେ ସେମିତି ହସି ହସି ସବୁ କାମ କରୁ। ଆଉ ମୁଁ ଯେତେବେଳେ ଆଜି କାନ୍ଦିଲି ମୋ ପାଇଁ ଏଇଥିପାଇଁ ସ୍ପେଶାଲ। ମତେ କହିଲେ ମୁଁ ତତେ ନେଇକି ଯିବି, ଜମା କାନ୍ଦେନା, ଘରକୁ ଯିବା। ମୁଁ ଯେତେବେଳେ କହିବି ଆଉ ମୋ ଫ୍ୟାମିଲି ଏଠି ବି ସମସ୍ତେ କୁହନ୍ତି ତୁ ଯେତେବେଳେ ଚାହିଁବୁ ସେତେବେଳେ ଯିବୁ, ଯାହା ଇଚ୍ଛା ତାହା କର। ମୋର ମାନେ ଗଡ ଗିଫ୍ଟେଡ ମୁଁ ଭାବେ। ମୋର ଯେତେ ଜଣ ଆସିଛନ୍ତି ମୋ ସାଙ୍ଗରେ, ମୁଁ ଆର ଜନ୍ମରେ ଇଏ ମୋ ସାଙ୍ଗରେ ଥାନ୍ତୁ ଆଉ ମୋ ପରିବାର ବି ମୋ ସାଙ୍ଗରେ ଥାନ୍ତୁ। ଆଉ ତୁ ଆସିକି 3 ମାସ ବାହାଘର ହେଇଗଲାଣି, ମୋର ବିଶ୍ୱାସ ହଉନି ତୁ ଘରେ ଅଛୁ ଏତେ ଦିନ ହେଲାଣି। ମତେ ଲାଗୁନି ଟୋଟାଲି ଆଜି ପର୍ଯ୍ୟନ୍ତ ବିଶ୍ୱାସ ହଉନି କି ବାହାଘର ସରିଲାଣି ବୋଲି। ମତେ ବି ଲାଗୁନି, ମତେ ଲାଗୁଛି ଆମେ ସେମିତି ଯେମିତି ସେମିତି ଥିଲେ। ଯେମିତି ଆଗରୁ ଥିଲେ ସେମିତି ଅଛନ୍ତି, କିଛି ଚେଞ୍ଜେସ୍ ନାହିଁ। ଆଉ ଗୋଟେ କଥା ହେଲା 15 ତାରିଖ ଥିଲା ମାନେ ଆମର ଏମିତିରେ ଭଲ ପାଇବା ନା ହେଇଗଲାଣି ପ୍ରାୟ 2 ବର୍ଷ। ଆଉ 16 ତାରିଖ ହେଲା ମୋ ବାହାଘର। ଆମର ବହୁତ କନେକ୍ସନ ଅଛି। ବହୁତ ଖୁସିରେ ରୁହନ୍ତୁ ଆଉ ହସନ୍ତୁ ସବୁବେଳେ। ଆଉ ସବୁବେଳେ ଭଗବାନଙ୍କ ହସନ୍ତି। ଉପରେ ବିଶ୍ୱାସ କରନ୍ତୁ, ସବୁବେଳେ ଭରସା କରନ୍ତୁ କାହିଁକିନା ସିଏ ଆପଣଙ୍କ ପାଇଁ ମାନେ କଣ ହବା ଦରକାର କଣ ଭଲ ସିଏ ଜାଣିଛନ୍ତି ଆଉ ସିଏ କରିଦେବେ। ଏତିକି ବିଶ୍ୱାସ ରଖନ୍ତୁ, ହେଇଯିବ, ସବୁ ହେଇଯିବ। ରାଧା କୃଷ୍ଣ ମାନେ ଆମର ଆତ୍ମା ସେ। ମୁଁ ବହୁତ ଭଲ ପାଏ ତାଙ୍କୁ। ଆମ ଲାଇଫ ଟା ଏମିତି ବହୁତ ସିମ୍ପଲ ଲାଇଫ। ବହୁତ ଭଲ ରୁହନ୍ତୁ, ବହୁତ ଖୁସିରେ ରୁହନ୍ତୁ। ଜଗନ୍ନାଥ ଆପଣଙ୍କୁ ବହୁତ ହିଁ ଭଲ ରଖନ୍ତୁ। ରହିଲୁ, ନମସ୍କାର, ଜୟ ରାଧେ ଜଗନ୍ନାଥ, ରାଧେ। ରାଧେ ରାଧେ।